ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନକୁ ନେଇ ସଜାଗ ହେଲେ କେନ୍ଦ୍ର ସରକାର। ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନର ତୃତୀୟ ସପ୍ତାହ ଆରମ୍ଭ ହେବା ପରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ତତ୍ପରତା ହୋଇ ଉଠିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦିଲ୍ଲୀର 3ଟି ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛି ଯେ ସେମାନେ ଯନ୍ତର ମନ୍ତରରେ ଚାଲିଥିବା ଅନଶନରେ ସାମିଲ ଥିବା ପରିବେଶବିତ୍ ସୋନମ ୱାଙ୍ଗଚୁକ ଓ ଅନ୍ୟ ଲୋକମାନଙ୍କର ଦିନକୁ 2 ଥର ମେଡିକାଲ ଯାଞ୍ଚ କରନ୍ତୁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶ ସେମାନଙ୍କର ବର୍ଡର ଲାଇନ୍ କଣ୍ଡିସନ ଓ ଦୀର୍ଘ ସମୟ ଧରି ଭୋକିଲା ରହିବା ଯୋଗୁଁ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ହଠାତ୍ କାମ କରିବା ବନ୍ଦ କରିଦେବ ଭଳି ମେଡିକାଲ ଇମର୍ଜେନ୍ସିକୁ ଧ୍ୟାନରେ ରଖି ଜାରି କରାଯାଇଛି। ରିପୋର୍ଟ ଅନୁଯାୟୀ ଆନ୍ଦୋଳନକାରୀମାନେ ହସ୍ପିଟାଲରେ ଭର୍ତ୍ତି ହେବା କିମ୍ବା ଜରୁରୀକାଳୀନ ମେଡିକାଲ ସହାୟତାର ଆବଶ୍ୟକତା ପଡ଼ିଲେ ମନ୍ତ୍ରଣାଳୟ ପକ୍ଷରୁ ଡାକ୍ତର ରାମ ମନୋହର ଲୋହିଆ ହସ୍ପିଟାଲକୁ ନୋଡାଲ ହସ୍ପିଟାଲ ଭାବେ ଘୋଷଣା କରାଯାଇଛି। ଆରଏମଏଲ ହସ୍ପିଟାଲ, ଭିଏମଏମସି ଓ ସଫଦରଗଞ୍ଜ ହସ୍ପିଟାଲ ଏବଂ ଲେଡି ହାର୍ଡିଙ୍ଗ ମେଡିକାଲ କଲେଜର ମେଡିକାଲ ଟିମ୍କୁ ଦିନକୁ 2 ଥର ସକାଳ 9 ଏବଂ ରାତି 9ରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କୁହାଯାଇଛି। ଏଥିସହିତ ସେଣ୍ଟ୍ରାଲାଇଜ୍ଡ ଆକ୍ସିଡେଣ୍ଟ ଆଣ୍ଡ ଟ୍ରମା ସର୍ଭିସେସକୁ 2ଟି ଆଡଭାନ୍ସଡ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ମୁତୟନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲଗୁଡ଼ିକୁ ଘଣ୍ଟିଆ ନର୍ସିଂ କର୍ମଚାରୀ ନିୟୋଜିତ କରିବାକୁ ଓ ଦୈନିକ ସ୍ୱାସ୍ଥ୍ୟ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୁହାଯାଇଛି। ମନ୍ତ୍ରଣାଳୟର ରୋଷ୍ଟର ଅନୁଯାୟୀ 3ଟି ହସ୍ପିଟାଲ ନିର୍ଦ୍ଧାରିତ ଦିନରେ ଆନ୍ଦୋଳନକାରୀଙ୍କ ପର୍ଯ୍ୟାୟକ୍ରମେ ଯାଞ୍ଚ କରିବେ।